1939 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା। କେବଳ ଗୋଟିଏ ପର୍ସନ୍ ପାଇଁ, ସେ ହେଉଛି ଜର୍ମାନୀର କ୍ରୂର ଶାସକ ହିଟଲର। ତାହା ତ ସମସ୍ତେ ଜାଣିଥିବ। ଆଗକୁ ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବାର କିଛି ସମ୍ଭାବନା ଅଛି, ତାହେଲେ ଗୋଟିଏ ବ୍ୟକ୍ତି ଦାୟୀ ରହିବ। ସେ ହେଉଛି ଡୋନାଲ୍ଡ ଟ୍ରମ୍ପ। ସେ ହେଉଛି ଆମେରିକାର ରାଷ୍ଟ୍ରପତି। ଏ ଯେଉଁ ତୁମେ ଫଟୋ ବର୍ତ୍ତମାନ ଦେଖୁଛ, ଇଏ କୌଣସି ଗୋଟିଏ ଅପରାଧୀ, ଗୋଟିଏ କ୍ରିମିନାଲ ନୁହଁ, କୌଣସି ଗୋଟିଏ ଦୋଷୀ ନୁହଁ। ଇଏ ହେଉଛି ଗୋଟିଏ ପ୍ରେସିଡେଣ୍ଟ। ଇଏ ହେଉଛି ଭେନେଜୁଏଲାର ପ୍ରେସିଡେଣ୍ଟ। ତ ଗୋଟିଏ ଦେଶର ପ୍ରେସିଡେଣ୍ଟକୁ କେମିତି ଭାବରେ ଦେଖ ଆମେରିକାର ପୋଲିସ କ୍ୟାପଚର ଆରେଷ୍ଟ କରୁଛି, ତାହା ଦେଖ। ତ ଜବରଦସ୍ତି କ'ଣ କଲା, ରାତି ଅଧରେ ଯାଇ ଆମେରିକା, ଗୋଟେ ଭେନେଜୁଏଲା ହେଉଛି ଗୋଟେ କଣ୍ଟ୍ରି, ଗୋଟେ ଡେମୋକ୍ରେସି କଣ୍ଟ୍ରି, ଗୋଟେ ଗଣତାନ୍ତ୍ରିକ କଣ୍ଟ୍ରି। ଗଣତାନ୍ତ୍ରିକ କଣ୍ଟ୍ରିର ଗୋଟିଏ ଖାସିୟତ ହେଉଛି ଯେ ତାହାକୁ ସେ କାହାର ଅଧୀନରେ ରହେ ନାହିଁ। ସେ ନିଜ ଅଧୀନରେ ତାର କିଛି ରୁଲ୍ ରେଗୁଲେସନ୍, କିଛି କନଷ୍ଟିଟ୍ୟୁସନ୍ ତାହାର ନିଜସ୍ୱ ଥାଏ। କିନ୍ତୁ ଭେନେଜୁଏଲା କଣ୍ଟ୍ରିକୁ କ'ଣ କଲା, ଆମେରିକା ରାତିରେ ଯାଇକରି ତାର ଯେଉଁ ପ୍ରେସିଡେଣ୍ଟ ହାଉସ୍ ଅଛି, ସେ ପ୍ରେସିଡେଣ୍ଟକୁ ଆରେଷ୍ଟ କରି ନିଜ କଣ୍ଟ୍ରି ଆମେରିକାକୁ ଧରି ଆଣିଲା। ତ ଏହା ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କ ଏମିତି କାର୍ଯ୍ୟ ସେ କରିଛନ୍ତି। ତ ଭେନେଜୁଏଲାର ପ୍ରେସିଡେଣ୍ଟ କିଏ ଥିଲେ, ନିକୋଲସ୍ ମାଦୁରୋ ଏବଂ ତାଙ୍କର ୱାଇଫ୍ ସିଲିଆ ଫ୍ଲୋରେସ୍। ଏହି ଦୁଇ ଜଣଙ୍କୁ ଆମେରିକାର ଆର୍ମି ଆରେଷ୍ଟ କରି ଆଣିଛି। ତ ଏ ନାଁଟା ମନେ ରଖିବ। ଏବଂ ଭେନେଜୁଏଲାର କ୍ୟାପିଟାଲ ହେଉଛି କାରାକସ୍ ଏବଂ ଭେନେଜୁଏଲାର କରେନ୍ସି ହେଉଛି ଭେନେଜୁଏଲାର ବୋଲିଭର। ଏବଂ ନ୍ୟୁ ପ୍ରେସିଡେଣ୍ଟ ହେଉଛନ୍ତି ଡେଲ୍ସି ରୋଡ୍ରିଗ୍ସ। ତ ଯେଉଁମାନେ ଆମର ଆପ୍କୁ ଡାଉନଲୋଡ଼ କରିବାକୁ ଚାହୁଁଛ, ତାହେଲେ ପ୍ଲେ ଷ୍ଟୋରକୁ ଯାଅ, ସାଧାରାମ ସାର୍ ସର୍ଚ୍ଚ କର, ଯେଉଁ ଆପ୍ ଆସୁଛି ତାକୁ ଡାଉନଲୋଡ଼ କରିଦିଅ। ସମସ୍ତେ ଭିଡ଼ିଓକୁ ଟିକେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କର।